त्र्यम्बकं यजामहे सुगन्धिं पुष्टिवर्धनम् उर्वारुकमिव बन्धनात् मुक्तिर्मोक्ष्यमामृतात्। ॐ त्र्यम्बकं यजामहे सुगन्धिं पुष्टिवर्धनम् उर्वारुकमिव बन्धनात् मृत्युर्मोक्ष्यमामृतात्। ॐ त्र्यम्बकं यजामहे सुगन्धिं पुष्टिवर्धनम् उर्वारुकमिव बन्धनात् मृत्युर्मोक्ष्यमामृतात्। ॐ शान्तिः शान्तिः शान्तिः। ମା ଗୋଟେ ଛୋଟିଆ ଗପଟେ କିନ୍ତୁ ସୁନ୍ଦର କଥାଟେ। ସନ୍ନ୍ୟାସୀ ହେବାର ମାୟା। ରାମନାରାୟଣ ନିଜର ପତ୍ନୀ ଓ 2 ଜଣ ପିଲାଙ୍କ ସହିତ ବହୁତ ସୁଖୀ ଥିଲେ, କିନ୍ତୁ ହଠାତ୍ ତାଙ୍କ ମନରେ ସନ୍ନ୍ୟାସ ଗ୍ରହଣ କରିବାର ଇଚ୍ଛା ଜାଗ୍ରତ ହେଲା। ପତ୍ନୀ ତାଙ୍କୁ କହିଲେ, ଆମକୁ ତୁମେ ଛାଡି ଯାଅନି। ତଥାପି ରାମନାରାୟଣ ତାଙ୍କ କଥା ଶୁଣିଲେ ନାହିଁ। ସନ୍ନ୍ୟାସ ଗ୍ରହଣ କରିବାର ଅବସ୍ଥା ଏଯାଏ ତୁମର ଆସିନାହିଁ। ଏବେ ତ ତୁମର ପୁଅ ବେଶ ଛୋଟ ଅଛି, ତେଣୁ ସନ୍ନ୍ୟାସ ଗ୍ରହଣ ତୁମେ କର ନାହିଁ। ପତ୍ନୀ ସହିତ ଅନେକ ଲୋକମାନେ ତାଙ୍କୁ ମନା କରିବା ସତ୍ତ୍ୱେ ରାମନାରାୟଣ ନିଜର ଜିଦ୍ ଛାଡିଲେ ନାହିଁ। ଦିନେ ସକାଳୁ ରାମନାରାୟଣ ଘରୁ ଯିବା ପାଇଁ ବାହାରିଛନ୍ତି। ସେତେବେଳେ ତାଙ୍କ ପତ୍ନୀ ତାଙ୍କୁ କହିଲେ, ଠିକ ଅଛି, ତୁମେ ଯଦି ସନ୍ନ୍ୟାସୀ ନବା ପାଇଁ ସ୍ଥିର କରିସାରିଛ, ତେବେ ତୁମେ ଯାଅ। କିନ୍ତୁ ରାସ୍ତାରେ ଭୋକ ଲାଗିବ, କିଛି ପଖାଳ ଭାତ ଦେଉଛି, ନେଇଯାଅ। ରାମନାରାୟଣ ଭାତ ନେଇ ଚାଲିଗଲେ। ରାସ୍ତାର ଏକ ବୃକ୍ଷ ତଳେ ବସି ଭାତ ଖାଇବା ଆଶାରେ ପୁଟୁଳି ଖୋଲିବା କ୍ଷଣି ଦେଖିଲେ ଯେ ସେଥିରେ ଭାତ ନାହିଁ, ଅଛି ଧାନର ଚଷୁ। ରାମନାରାୟଣ ନିଜର ପତ୍ନୀ ଉପରେ ରାଗିଗଲେ ଓ ସେଠାରୁ ଘରକୁ ଫେରି ପତ୍ନୀକୁ ବେଶ ଗାଳି କଲେ। ସେ ଗାଳି ଶୁଣି ତାଙ୍କ ପତ୍ନୀ ହସୁଥାନ୍ତି। ରାମନାରାୟଣ ତାଙ୍କୁ କହୁଛି, ମୁଁ ତୁମକୁ ଗାଳି କରୁଛି, ତୁମେ ହସୁଛ? ତାଙ୍କ ପତ୍ନୀ କହିଲେ, ସନ୍ନ୍ୟାସୀ ମାନଙ୍କ ମନରେ ପାରିବାରିକ ବନ୍ଧନ କାମନା ରହିବା ଅନୁଚିତ। ତୁମର ଏବେ ବି ତାହା ଅଛି, ତେଣୁ ତୁମର ଏବେ ସନ୍ନ୍ୟାସ ହେବାର ସମୟ ଆସିନାହିଁ। ଏହା ଶୁଣି ରାମନାରାୟଣ ସନ୍ନ୍ୟାସ ହେବାର ଇଚ୍ଛା ତ୍ୟାଗ କଲେ। ଛୋଟିଆ ଗପଟେ, କିନ୍ତୁ ଗପଟିର ମର୍ମ ବହୁତ ଗଭୀର ଅର୍ଥ ରହିଛି। ଯେ ସନ୍ନ୍ୟାସୀ ସେଇମାନେ ହଉଛନ୍ତି ସନ୍ନ୍ୟାସୀ ଯୋଉମାନଙ୍କର କୌଣସି ବସ୍ତୁ ପ୍ରତି, କୌଣସି ଘଟଣା ପ୍ରତି, କୌଣସି ସାମର୍ଥ୍ୟ ପ୍ରତି, କୌଣସି ଗୁଣ ପ୍ରତି, କିଛି ବି ପ୍ରତି ଆସକ୍ତି ଯେତେବେଳେ ନଥାଏ, ସେତେବେଳେ ସେ ହଉଛି ସନ୍ନ୍ୟାସୀ। ତେଣୁ ଗୃହସ୍ଥ ରୁହନ୍ତୁ ବା ଗୃହ ତ୍ୟାଗୀ ହୁଅନ୍ତୁ, ଆସକ୍ତି ରହିତ ହେଲେ ହିଁ ତାଙ୍କୁ ସନ୍ନ୍ୟାସୀ କୁହାଯାଏ। ବାବାଜୀ ମହାରାଜଙ୍କର ଆମେ ସେଟା ପଢିଥିଲେ ଆଗରୁ, ମନେ ଥିବ ଯେ ସନ୍ନ୍ୟାସୀ ହବା ପାଇଁ ନିୟମ 2 ଜଣଙ୍କ ପାଇଁ ସମାନ। ଆଶ୍ରମରେ ଯିଏ ରହୁ କିମ୍ବା ଗୃହରେ ଯିଏ ରହୁ, ଯୋଗ ସାଧନା କରିବା ବା ସନ୍ନ୍ୟାସୀ ହବା, 2 ଜଣ ପାଇଁ ନିୟମ ହଉଛି ଗୋଟେ, ସେଟା ହଉଛି ଆସକ୍ତି ରହିତ ହବା। ଆଶ୍ରମରେ ବା ଜଙ୍ଗଲରେ ବା ମଠରେ ଯୋଉଠି ବା ରୁହନ୍ତୁ ନା କାହିଁକି, କିମ୍ବା ଗୃହରେ ରୁହନ୍ତୁ, ଯଦି ଆସକ୍ତି ରହିତ ହେଇପାରିଲେ ତେବେ ଆପଣ ଯୋଗ ସାଧନା କରୁଛନ୍ତି। ତେଣୁ ସେଥିରେ ଗୃହସ୍ଥ ସନ୍ନ୍ୟାସୀ ଆଉ ଗୃହ ତ୍ୟାଗୀ ସନ୍ନ୍ୟାସୀ, ଇଏ 2 ଜଣଙ୍କ ଭିତରେ କିଏ ବଡ କିଏ ସାନ, ଏଇଟାର ତୁଳନାରେ କିଛି ଯଥାର୍ଥତା ନାହିଁ। କାରଣ ସେଥିରେ ପ୍ରଶ୍ନ କରାଯାଇଥିଲା ତାଙ୍କୁ ଯେ ଗୃହସ୍ଥ ସନ୍ନ୍ୟାସୀ ଗୃହ ତ୍ୟାଗୀ ସନ୍ନ୍ୟାସୀଙ୍କ ଭିତରେ ଗୃହସ୍ଥ ସନ୍ନ୍ୟାସୀ ବଡ ବୋଲି ଏଇଭଳି ପ୍ରଶ୍ନ କରାଯାଇଥିଲା। ସେତେବେଳେ ମହାରାଜ ଜି କହୁଥିଲେ, କହିଲେ ଯେ ଯୋଗ ସାଧନା କରିବା ବା ସନ୍ନ୍ୟାସୀ ହେବା ପାଇଁ ନିୟମ ହଉଛି ଗୋଟେ, ସେଟା ହଉଛି ଆସକ୍ତି ତ୍ୟାଗ କରିବା। ମାୟାବାଦ କଣ? ମାୟାବାଦ ହଉଛି ଯେତେବେଳେ ଦ୍ୱୈତବାଦ ବା ଶଙ୍କରାଚାର୍ଯ୍ୟ ଯେତେବେଳେ ଦ୍ୱୈତ ସିଦ୍ଧାନ୍ତ ପ୍ରଚାର କଲେ, ସେତେବେଳେ ସେଇ ଯୋଉ କଥା ଗୁଡିକ କହିଲେ ସେଇଟାକୁ ମାୟାବାଦ ବୋଲି କୁହାଯାଏ। ଯେ ସେ କହିଲେ ବ୍ରହ୍ମ ହଉଛନ୍ତି ସତ୍ୟ, ଏ ଜଗତ ହଉଛି ମାୟା, ମିଛ। ତେଣୁ
जदि सत्यर संधान तुम करने चाहो बा सुख शांति परम शांति परम आनंद बा भगवान को प्राप्त करने चाहो तेबे तुमको ए मिछ मायार संसार ताको छाड़ी संन्यास ग्रहण कर एवं भगवान को आराधना रे भगवान को तपस्या रे समस्त समय निर्वाह कर तेबे ही तुम भगवान को प्राप्त कर भगवान प्राप्त कले ये माया रूपक संसार रु तुम मुक्ति मिल तेणु सिद्धांत को माया दैत्य सिद्धांत कह जाए माया मायावाद कहीं ये संसार से माया बोली प्रचार कल कहीं से कौन ये तुम्हें जहाँ देखुच सब हूँ मिछ तार किसी स्थिति ना सब हूँ मिछ आ माया ଆମେ କେମିତି ଆମେ କଣ ସାହାଯ୍ୟ କରିବା? नहीं क्वेश्चन थिला वर्ल्ड इज प्रिपेयरिंग फॉर ए बिग चेंज विल यू हेल्प मोर क्वेश्चन मुझे करथिली कौन जे हाउ आमे केमिति साहाय्य करिया जदि जण हां मारे से साहाय्य करिवो जे केमिति साहाय्य करिवो तेणु सेठी से जो मांकर उत्तर थिला सेठी कॉन्शियसनेस चेंज करबा टू चेंज वंस कॉन्शियसनेस निजे निजर चेतना रे जदि ऊर्ध्व को आरोहण करिवे तेबे सेटा ही हबो सबुठारु बड़ साहाय्य ए कथा कहती जे आम उपरे जो बोझटे दि जाइछि जेतो अन्य को साहाय्य करबा केमिति करबा बोली प्रसंग उठिछि सेते बेले ए कथाटी उठे जे आम पाखरे आमे जो जन्म ग्रहण करछु गोटे दायित्व नहीं आसीचु जोटा कि भगवान गोटे विभाव को परिप्रकाश करने ताकू जदि साधारण अर्थ आम बुझा जे आम उपर गोटे दायित्व दिखाई से गोटे बोझ धरा जाऊ तेणु से बोझरु जदि मु मुक्ति पाईगली सेटा हूँ सबुठारु बड़ साहाय्य भगवान से बोझ कौन एक्चुअली दायित्व से दायित्व बोध हूँ आमको गोटे निर्दिष्ट कार्य करने निर्दिष्ट उद्देश्य रे भगवान आमको पठे बा आमे जदि भाविबा जे आमर चैत्य आविष्कार करिबा एवं आम चैत्य सत्ता द्वारा आम मन प्राण शरीर को जदि परिचालित करई परिबा तमाने मन प्राण शरीर चैत्य सत्ता द्वारा केमि परिचालित हेबे सेथिपाई जदि निजको प्रस्तुत करि परिबा सेटा ही होजी सबुठारु बेसी साहाय्य तेणु सबुठारु बड़ साहाय्य होची निजर कॉन्शियसनेस को चेंज करिया तो इफ यू वांट टू चेंज द होल वर्ल्ड फर्स्ट चेंज योर कॉन्शियसनेस तुम्हें जदि समग्र विश्व को परिवर्तन करने चाहूच तेबे प्रथमे तुम्हें तुमर चेतनार परिवर्तन कर सेटा हूँ सबुठारु बड़ साहाय्य शंकर मतवाद और श्रीअरविंद युग माने डिफरेंस कौन सिद्धांत समन्वय भितर स्पष्ट आलोचना है जदि अधिक जानिया को चाहिए तो सिद्धांत समन्वय पढ़े बाबाजी महाराज लोक साहित्य भितर से वर्णना रही आम जदि सर्ट रे जानिबा जेते बेले शंकराचार्य कहते जे ए संसारटा हूँ जो भगवान सृष्टि सेटा हूँ एक्चुअली मायारू सृष्टि होती तेणु ब्रह्म ही हूँ केवल सत्य श्रीअरविंद कहते जदि ब्रह्म हेले सत्य तेबे तांकर सृष्टिटा केमति मिथ्या हो हाँ से जो सृष्टिटा है से सृष्टि भगवान जे सर्वशक्तिमान तार एक परिप्रकाश ये सृष्टिटा है तेणु से सृष्टि रे निश्चेतना भितर परम चेतना आड़ को जो यात्राटी सेटा हेउची वर्तमान सृष्टि बा तांकर आमे ताकू सृष्टि भगवान कर लीला कहतु भगवान को सृष्टि कहतु जहा हूँ से हाँ श्रीअरविंद सेठी कहते जे तमे जो कहूच जे सृष्टिटा हूँ मिछ सेटा हूँ कौन केमिति ना मंडा पिठा जेतेबेले तैयारी आमे आरंभ करिसेंती जंतीले आण जो चाउल चुना नहीं जंतीले जंती सारा परे पिठाटी पड़ी कौन कढ़ई रे पड़ी कढ़ई तो नुह हांडी रे पड़ी हांडी रे पिठा पड़ी सीझुची बर्तमान सीझी सारी ना सीझा पूर्व तमें कौन कल हाथ पूरेकी गोटे मंडाटा काढ़ी आनल कि जो मंडाटा को आनी तुम कौच ये तो किसी है
କଣ ହଉଛି ସାଙ୍ଗେ ସାଙ୍ଗେ ସିଏ ତା ଭିତରେ ପୁର ପୁର ସବୁ ବାହାରିଯିବ, ଆପଣ ହାତ ଚିପି ଦେଲେ ବାହାରିଯିବ। ପ୍ରଭୁ କହୁଛନ୍ତି ତମେ ଅପେକ୍ଷା କର, ତାର ପରିପକ୍व ଅବସ୍ଥା ଆସିବ। ଯେତେବେଳେ ପରିପକ୍व ଅବସ୍ଥା ଆସିବ, ପିଠାଟି ଯେତେବେଳେ ତା ଭିତରେ ତମେ କାଢି ଆଣିବେ, କାଢି ଆଣିଲେ କଣ ହବ, ପିଠାଟା ଟାଣ ହେଇଯାଇଥିବ, ପୁରଟା ତା ଭିତରେ ସୁନ୍ଦର ଭାବରେ ଥିବ, ତାକୁ ଖାଇଲା ବେଳେ ସ୍ୱାଦିଷ୍ଟ ଲାଗିବ। କିନ୍ତୁ ସୃଷ୍ଟି ଯୋଉ ନିଶ୍ଚେତନାରୁ ପରମ ଚେତନା ଆଡକୁ ଯାତ୍ରା କରୁଛି, ମଧ୍ୟାନ୍ତରରେ ବା ମଝି ଅବସ୍ଥାରେ ଯେତେବେଳେ ଅଜ୍ଞାନମୟ ଚେତନାର ଯୋଉ ଯାତ୍ରା ହେଇ ହେଇ ଚାଲିଛି, ଧୀରେ 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 ଜ୍ଞାନ ଯୁକ୍ତ ହେଇ ଆସୁଛି, ମନୁଷ୍ୟ ଅବସ୍ଥା ଆସି ଯୋଉ ପହଞ୍ଚିଛି, ବର୍ତ୍ତମାନ ସୁଦ୍ଧା ବି ସେ ଅଜ୍ଞାନତା ଦ୍ଵାରା ପରିଚାଳିତ ହଉଛି। ସିଏ ଯେତେବେଳେ ଜ୍ଞାନ ଦ୍ଵାରା ପରିଚାଳିତ ହବ, ସେତେବେଳେ ତୁମେ ଯାହାକୁ କହୁଛ ମାୟା, ତୁମେ ଯାହାକୁ କହୁଛ ମିଛ, ତାହା ଅନ୍ତର୍ହିତ ହେଇଯିବ। ଯୋଉ କଥାଟାକୁ ଶଙ୍କରାଚାର୍ଯ୍ୟ କହିଲେ ଯେ ତୁମେ ଯଦି ପରମ ସତ୍ୟ ଚାହୁଁଛ, ତୁମେ ଯଦି ପରମ ଆନନ୍ଦ ଚାହୁଁଛ, ତୁମେ ଯଦି ଦୁଃଖ ଶୋକ ଯନ୍ତ୍ରଣା ଏସବୁରୁ ଶାଶ୍ୱତ ଭାବରେ ମୁକ୍ତ ହେବା ପାଇଁ ଚାହୁଁଛ, ତେବେ ସାକେତ ଗୋଲକ ବୈକୁଣ୍ଠ ଯୋଉ ଭିନ୍ନ ଭିନ୍ନ ଲୋକ ରହିଛି, ସେଇ ଲୋକକୁ ଗଲେ ସେଠି ଯାଇ ପହଞ୍ଚିଲେ ତୁମେ ଏଇଟାକୁ ପ୍ରାପ୍ତ କରିବ। ଶ୍ରୀଅରବିନ୍ଦ ପ୍ରଭୁ କହୁଛନ୍ତି ଯଦି ତାହା ହେଇଥାନ୍ତା ତେବେ ଭଗବାନ ଏ ସୃଷ୍ଟି କରିଛନ୍ତି କାହିଁକି? ଏବଂ ଅନେକ ଥର ବାରମ୍ବାର, ଯୋଉଟା ଶଙ୍କରାଚାର୍ଯ୍ୟ ବି କହୁଛନ୍ତି ଏବଂ ଅନ୍ୟ ଋଷି ମାନେ ବା ମହର୍ଷି ମାନେ ମୁନି ମାନେ କହୁଛନ୍ତି ଯେ ବାରମ୍ବାର ପ୍ରଭୁ ଆସୁଛନ୍ତି ଅବତାର ଗ୍ରହଣ କରି। ଯଦି ତାହା ହେଇଥାନ୍ତା ସତ୍ୟ, ଯଦି ଏଇଟା ହେଇଥାନ୍ତା ମିଛ, ଯଦି ଏଇଟା ହେଇଥାନ୍ତା ମାୟା, ତାହେଲେ ଭଗବାନ ବାରମ୍ବାର ଅବତାର ନେଇକି କାହିଁ ଜନ୍ମଗ୍ରହଣ କରନ୍ତେ? ତେଣୁ ଅବତାର ନେଇ ଜନ୍ମଗ୍ରହଣ ଯେତେବେଳେ କରୁଛନ୍ତି, ପ୍ରତ୍ୟେକ ପାବଚ୍ଛରେ ଆଉ ଏକ ଚେତନାର ପାବଚ୍ଛକୁ ଉଠି ଯାଉଛି ଏ ସୃଷ୍ଟିଟି। ତେଣୁ ଏଇଭଳି ଭାବରେ ଉଠି 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 ଆସିକିରି ମନ ଚେତନାରେ ଆସି ପହଞ୍ଚିଛି, ଯୋଉଠିକି ବର୍ତ୍ତମାନ ତାହାର ଉପର ଚେତନା, ଯୋଉଟା ଅତିମାନସ ଚେତନା, ତାହା ଅବଧାରିତ ପଦକ୍ଷେପ ହଉଛି ମନର ଉପର ସ୍ତରଟି। ସେଇଟା ଅତିମାନସ ସ୍ତରରେ ପହଞ୍ଚିବା ପାଇଁ ମଝିରେ ବି ଅନେକ ଟ୍ରାନଜିସନାଲ ପିରିୟଡ ରହିବ, ଅନେକ ଟ୍ରାନଜିସନାଲ ପିରିୟଡ ରହିବ। ଆପଣ ଆମେ ମଣିଷ ଭଳିଆ ଶରୀର ଥିବ, ଏଇ ଯୋଉ ଶରୀରଟି ଦେଖାଯାଉଛି ଏଇଭଳିଆ ଶରୀର ଥିବ, କିନ୍ତୁ କେତେ ଜଣ ପଶୁ ପ୍ରବୃତ୍ତିରେ ରହିଛନ୍ତି, କେତେ ଜଣ ଆପଣ ଦେଖିବେ ଅତି ହିଂସ୍ର ରାକ୍ଷସ ପ୍ରବୃତ୍ତିରେ ବି ରହିଛନ୍ତି, ମନୁଷ୍ୟ ପ୍ରବୃତ୍ତିରେ ବି ରହିଛନ୍ତି। ଏବଂ ମନୁଷ୍ୟତର ଅବସ୍ଥା ଯୋଉ ଯେତେବେଳେ ଆମେ ସମ୍ବୋଧି ମାନସରେ ବାସ କରିବା, ଯୋଉଗୁଡା କି ବର୍ତ୍ତମାନ ଆମେ ଆ ପୂର୍ବରୁ ଜଣେ ଦି ଜଣ ବା ଏମିତି କେତେ ଜଣ 50 100 ବା 1000 ଜଣ, କେତେ ଜଣ ମାତ୍ର ଯୋଉମାନେ କି ସମ୍ବୋଧି ମାନସ ସ୍ତରରେ ବଞ୍ଚୁଥିଲେ, ଯେମିତି କି ଓଭର ମାଇଣ୍ଡ ଲେବୁଲରେ, ଇଣ୍ଟୁଟିଭ ମାଇଣ୍ଡ ର ଉପରଟା ହଉଛି ଓଭର ମାଇଣ୍ଡ। ଆମେ ଓଭର ମାଇଣ୍ଡ ଲେବୁଲ ଶ୍ରୀରାମକୃଷ୍ଣ ଠାକୁର, ଶ୍ରୀ ଶ୍ରୀ ରାମକୃଷ୍ଣ ପରମହଂସ ଥିଲେ, ତେଣୁ ଚୈତନ୍ୟ ମହାପ୍ରଭୁ ଥିଲେ, ଏମାନେ ସମସ୍ତେ ଯୋଉ ଯୋଉ ଥିଲେ, ସେମାନେ ମନୁଷ୍ୟ ଶରୀର ପାଇଥିଲେ, କିନ୍ତୁ ଆମର ଏଇ ଯୋଉ ସାଧାରଣ ମନର ଉର୍ଦ୍ଧ୍ୱ ସ୍ତରରେ ସେମାନେ ସମସ୍ତେ ହଉଛନ୍ତି ସତ୍ତା, ଯୋଉ ସତ୍ତା ଗୁଡିକ ମନୁଷ୍ୟ ରୂପରେ ଥିଲେ କିନ୍ତୁ ଏଇ ପୃଥିବୀ ପୃଷ୍ଠରେ ଥିଲେ। ତେଣୁ ଏଇ ଯୋଉ ପାବଚ୍ଛ ଗୁଡିକ, ମନର ଯୋଉ ଭିନ୍ନ ଭିନ୍ନ ପାବଚ୍ଛ, ଏ ସବୁ ରହିଛି ଏବଂ ସେଇ ସେଇ ସ୍ତରରେ ମନୁଷ୍ୟ ମାନେ ବି ଅଛନ୍ତି। ତେଣୁ ଏଇଭଳିଆ ଟ୍ରାନଜିସନାଲ ବିଙ୍ଗସ ବହୁତ ରହିବେ। ତାପରେ ଦ ଟାଇମ ୱିଲ କମ, ଯେ ସମୟ ଆସିଯିବ ଯେତେବେଳେ ପୁରା ଭାବରେ ଏଇ ଯୋଉ ମନୁଷ୍ୟ ଚେତନାରୁ ତଫସିଟାର ବି କୁହାଯାଉଛି, ମାନେ ପୁରା ଭାବରେ ରିଭର୍ସାଲ କନସିୟସନେସ ଚେତନାର ଆମୂଳଚୂଳ ପରିବର୍ତ୍ତନ ହେଇକିରି ଯୋଉ ଅତିମାନବ ହେବେ, ସେ ଅତିମାନବ ମାନେ ବା ଅତିମାନସ ସତ୍ତା ଗୁଡିକ, ସେମାନେ ପୂର୍ଣ୍ଣତଃ ଜ୍ଞାନ ଦ୍ଵାରା ପରିଚାଳିତ ହେବେ। ଏଇ ଯୋଉଟା ଏଇଟା ଏଇ ପୃଥିବୀ ପୃଷ୍ଠରେ ସୃଷ୍ଟିର ବିବର୍ତ୍ତନ ଧାରାରେ ହେଇ ହେଇ ଚାଲିଛି ଏବଂ ଏହା ଅବଧାର୍ଯ୍ୟ, ଯୋଉଟା କି ଶ୍ରୀଅରବିନ୍ଦ କହୁଛନ୍ତି ଏଇଟା ହେଇଛି ବର୍ତ୍ତମାନ ସମୟ ଆସିଗଲାଣି। କାହିଁକିନା ତା ପୂର୍ବରୁ ଧୀରେ 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 ଲେବୁଲ ବଢି 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 ଆସିକି ଏବେ ପହଞ୍ଚିଛି ଓଭର ମାଇଣ୍ଡ ଲେବୁଲ। ନିଜେ ଶ୍ରୀକୃଷ୍ଣ ଆସିଲେ ଯୋଉଟା କି ଓଭର ମେଣ୍ଟାଲ କନସିୟସନେସ ର। ତେଣୁ ସେ ଅବତାର ଯୋଉ ସମୟରେ ଚେତନାର ପାବଚ୍ଛ ଯାହା ଥିଲା, ଅବତାର ଆସନ୍ତି ସେଇ ସ୍ତରରୁ ଆଉ ଗୋଟେ ଚେତନାର ସ୍ତର ପାବଚ୍ଛକୁ ଉଠେଇ ନେବା ପାଇଁ। ତେଣୁ ଅଧିମାନସ ଚେତନା, ଶ୍ରୀକୃଷ୍ଣ ଯୋଉ ଆସିଥିଲେ ଅଧିମାନସ ଚେତନା ପ୍ରତିଷ୍ଠିତ କରିଦେଇ ଗଲେ, ଅଧିମାନସ ଚେତନାକୁ ଅବତରଣ କରି ଆଣିଲେ ତାକୁ ପ୍ରତିଷ୍ଠିତ କରିବା ପାଇଁ, ଯୋଉଟା ମାନେ ପୂର୍ଣ୍ଣତଃ ସ୍ଥାୟୀ ଭାବରେ ପ୍ରତିଷ୍ଠିତ କରେଇ ପାରିଲେ ନାହିଁ, ତେଣୁ ଶ୍ରୀକୃଷ୍ଣ ଶରୀର ତ୍ୟାଗ କଲେ। ତାପରେ ଶ୍ରୀଅରବିନ୍ଦ ଯେତେବେଳେ ଆସିଲେ, ବର୍ତ୍ତମାନ କଣ କଲେ ନା ଅଧିମାନସଟାକୁ ସ୍ଥାୟୀ କରିଦେଇ ଗଲେ। ଅଧିମାନସ ବର୍ତ୍ତମାନ ସ୍ଥାୟୀ ହେଇଗଲା ପରେ
ଶ୍ରୀଅରବିନ୍ଦ କଣ କଲେ ଅତିମାନସ ଶକ୍ତିକୁ ଅବତରଣ କରି ଆଣିଲେ, ଯୋଉଟା ତାର ଉପର ପାବଚ ଅତିମାନସ ଶକ୍ତିକୁ ଅବତରଣ କରି ଆଣିଲେ। କିନ୍ତୁ ପୁଣି ସେଇ କଥାଟା ରିପିଟ ହେଇଗଲା କଣ ନା, ଯେହେତୁ ପୃଥିବୀ ପୃଷ୍ଠ ସେତିକି ଭାବରେ ପ୍ରସ୍ତୁତ ହେଇନଥିଲା ବା ଆମେ ବ୍ୟକ୍ତି ସକଳ ପ୍ରତିଷ୍ଠିତ ହେଇନଥିଲୁ, ତେଣୁ ଶ୍ରୀଅରବିନ୍ଦଙ୍କୁ ଶରୀର ତ୍ୟାଗ କରିବାକୁ ପଡିଲା। ତାମାନେ ବର୍ତ୍ତମାନ ଅଧିମାନସ ଶକ୍ତି ପୂର୍ଣ୍ଣ ଭାବରେ ପ୍ରତିଷ୍ଠିତ ହେଇଯାଇଛି, ଅତିମାନ ଶକ୍ତି ତାର କ୍ରିୟା କରିଚାଲିଛି। ତେଣୁ ତା ପର ଲେବୁଲର ବ୍ୟକ୍ତି ମାନେ ଆସିବେ। ଯୋଉ ବ୍ୟକ୍ତି ଆମେ ମନୁଷ୍ୟ ବୋଲି ଆମେ ତାକୁ ଆଉ ନ କହି ତାକୁ ଆମେ କହୁଛନ୍ତି ସେତେବେଳେ କହିବା ଅତିମାନବ ଯୋଉମାନେ ଆସିବେ। ତେଣୁ ଏଇ ପୃଥିବୀ ପୃଷ୍ଠରେ ଶ୍ରୀଅରବିନ୍ଦଙ୍କ ଯୋଗରେ ଯୋଉଟା ଆମେ ବର୍ତ୍ତମାନ ଯୋଉଟା କହୁଛନ୍ତି ବା ପୂର୍ଣ୍ଣ ଯୋଗ କହୁଛନ୍ତି, ଏ ପୂର୍ଣ୍ଣ ଯୋଗର ଆମର ହଉଛି ଦାୟିତ୍ଵ କଣ ବା ପୂର୍ଣ୍ଣ ଯୋଗରେ କଣ ଘଟିବ ନା, ମନୁଷ୍ୟ ତାର ନିଜର ଆଧାରକୁ ପ୍ରସ୍ତୁତ କରିବ ଅତିମାନସ ଶକ୍ତିକୁ ତା ଭିତରେ ଧାରଣ କରିବା ପାଇଁ। ଏଇଟା ହଉଛି ପୂର୍ଣ୍ଣ ଯୋଗର ପ୍ରଥମ ପଦକ୍ଷେପ। ନିଜର ଆଧାରକୁ ପ୍ରସ୍ତୁତ କରିବ ଅତିମାନସ ଶକ୍ତିକୁ ଧାରଣ କରିବା ପାଇଁ। ଏଇଟା ହଉଛି ଶ୍ରୀଅରବିନ୍ଦ ପୂର୍ଣ୍ଣ ଯୋଗ। ଦିଟା ଭିତରେ ଫରକ ହେଲା ଏଇଆ, ସିଏ କହିଲେ ଏଇଟା ହଉଛି ମିଛ ମାୟା, ତେଣୁ ଆକୁ ଛାଡିକିରି ତୁମେ ଭଗବାନ ଚିନ୍ତାରେ ଲୀନ ରୁହ। ଶ୍ରୀଅରବିନ୍ଦ କହିଲେ ଏଇଠି ହିଁ ତୁ ପ୍ରଭୁ ପରମ ସଚ୍ଚିଦାନନ୍ଦ ପରମ ଚେତନା ପ୍ରତିଷ୍ଠିତ ହେବେ। ଅଜ୍ଞାନମୟ ଜଗତର ଶେଷ ସୀମା ଆସି ପହଞ୍ଚି ଯାଇଛି ଏବଂ ବର୍ତ୍ତମାନ ଜ୍ଞାନମୟ ଜଗତ ପ୍ରତିଷ୍ଠିତ ହବ। ତାର ପ୍ରଥମ ପାବଚ ହଉଛି ଅତିମାନସ ଚେତନାର ଅବତରଣ। ଅତିମାନସ ଚେତନାର ଅବତରଣ ଫଳରେ ଅତିମାନବ ହେବେ, ଯୋଉମାନେ କି ପ୍ରଥମ ସତ୍ତା ଜ୍ଞାନ ଦ୍ଵାରା, ସତ୍ୟ ଦ୍ଵାରା, ଆଲୋକ ଦ୍ଵାରା ପରିଚାଳିତ ହେବେ। ମା ଏଇ ଯୋଉ ଆମେ ବର୍ତ୍ତମାନ କଥା ହେଲେ ଯେ ମନୁଷ୍ୟ ମାନଙ୍କ ଭିତରେ ବି ଉଭୟ କେମିତି ଥାନ୍ତି। ଗୋଟେ ସେଥିଲାଗି ଗୋଟେ କାହାଣୀଟେ, ରାକ୍ଷସର ପୁଣ୍ୟ କାମ। ଜଣେ ବ୍ୟକ୍ତି ତାଙ୍କ ନାଁ ହଉଛି ଦୁଷ୍କାମ, ଗୁପ୍ତ ଧନ ପାଇବା ଆଶାରେ ଦଣ୍ଡକାରଣ୍ୟରେ ଆସି ପହଞ୍ଚିଛନ୍ତି। ସେଠାରେ ଗୋଟେ ରାକ୍ଷସ ତାଙ୍କୁ ଧରି ପକାଉଛି। ସେ ଭୟରେ ଥରିବାକୁ ଲାଗିଲେ। ରାକ୍ଷସ ତାଙ୍କୁ ଧୈର୍ଯ୍ୟ ପ୍ରଦାନ କରି ବୁଝାଇ ସୁଝାଇ ନିଜର କାହାଣୀଟି ଶୁଣାଉଛନ୍ତି। ଶୁଣ ମାନବ, ମୁଁ ବହୁଦିନ ଧରି ଏହି ମାନବ ପଶୁମାନଙ୍କୁ ଭକ୍ଷଣ କରୁଛି। ମୁଁ ଏଇପରି ଭାବରେ ନିଜ ଜୀବନ ବିତାଉଛି। ଦିନେ ଜଣେ ଋଷିବରଙ୍କ ସହିତ ମୋର ଭେଟ ହେଲା। ମୁଁ ତାଙ୍କୁ ମୋର ଦୁଃଖ ଜଣାଇଲି। ସେ ମୋତେ ଏଇ ରାକ୍ଷସ ଜନ୍ମରୁ ଉଦ୍ଧାର କରି ମାନବ ଜନ୍ମ ପାଇବା ସକାଶେ ଏକ ଉପାୟ ବତାଇଛନ୍ତି। ଋଷିବର ମୋ ପ୍ରାର୍ଥନା ଶୁଣି ମତେ ଉପାୟଟି କହିଲେ ଯେ ଯଦି ମୁଁ କୌଣସି ପୁଣ୍ୟ କାମ କରିବି ତେବେ ଏହା ସମ୍ଭବ ହୋଇପାରିବ ଏବଂ ମୁଁ ମାନବ ଜନ୍ମ ପାଇବା ନିମନ୍ତେ ଯୋଗ୍ୟ ହେବି। ନିଜର କାହାଣୀଟି କହିସାରିବା ପରେ ରାକ୍ଷସ ଦୁଷ୍କାମ, ସେ ବ୍ୟକ୍ତିର ନାଁ ହଉଛି ଦୁଷ୍କାମ, ସେ ଦୁଷ୍କାମକୁ କହିଲା, ତୁମକୁ ଦେଖି ମୋର ମନେ ହେଉଛି ପୁଣ୍ୟ କାମ କରିବା ପାଇଁ ମୋର ସମୟ ଆସିଯାଇଛି। ମୋର ପାଖରେ ଏକ ଅମୋଘ ଶକ୍ତି ଅଛି। ତୁମର କଣ ଦରକାର ମୋତେ କୁହ। ତୁମ ସେବା କରିପାରିଲେ କିଛି ପୁଣ୍ୟ ଅର୍ଜନ ହେବ। ତା ଫଳରେ ଏଇ ରାକ୍ଷସ ଜନ୍ମରୁ ମୋର ମୁକ୍ତି ହେବ। ଦୁଷ୍କାମ ମନେ କଲା ଯେ ଗୁପ୍ତ ଧନ ମିଳିବା ଏବେ ତ ସହଜ ହେଇଗଲା, ତେଣୁ ସେ ଧନ ପାଇବା ଆଶାରେ ଏଟାକୁ ଆସିଥିବା କଥା ଜଣାଇଲେ। ରାକ୍ଷସ ପୁଣି କହିଲେ, ସତ କରି କୁହ, ଧନ ତୁମର କାହିଁକି ଏତେ ଆବଶ୍ୟକ? ମୋତେ ମିଛ କହିଲେ ଯେଉଁ ଧନ ମୋତେ ଦୃଶ୍ୟ ହେଉଥିବ ତାହା ତୁମକୁ ଅଦୃଶ୍ୟ ମନେ ହେଇଯିବ। ଦୁଷ୍କାମ କହିଲେ, ଧନ ପାଇଲେ ମୁଁ ଧନୀ ହେବି। ସେହି ଧନ ବଳରେ ମୁଁ ଶକ୍ତିଶାଳୀ ମଲ୍ଲଯୋଦ୍ଧା ମାନଙ୍କୁ ରଖିବି। ଯେଉଁମାନେ ମୋର ବିରୋଧ କରିବେ, ମୋ କଥାକୁ ଅମାନ୍ୟ କରିବେ, ତାକୁ ନିର୍ଯାତନା ଦେବି। ଆଉ ଯେଉଁ ବିଶାଳାକ୍ଷୀକୁ ମୁଁ ପ୍ରେମ କରୁଛି ତାକୁ ବିବାହ କରିବି। ରାକ୍ଷସ କହିଲେ, ଏତେ ଛୋଟ କଥା ପାଇଁ ଧନର କଣ ଆବଶ୍ୟକତା ଅଛି? ମଲ୍ଲଯୋଦ୍ଧା ପାଳିବା କଣ ଦରକାର? ଯେଉଁ ବିଶାଳାକ୍ଷୀକୁ ତୁମେ ପ୍ରେମ କରୁଛ ତାକୁ ମୁଁ ମଧୁର କଥାରେ ଭୁଲାଇ ଦେବି। ସେ ତୁମକୁ ବିବାହ କରିବା ପାଇଁ ରାଜି ହୋଇଯିବ। ଦୁଷ୍କାମ କହିଲା, କିନ୍ତୁ ବିଶାଳାକ୍ଷୀ ସେପରି ଯୁବକକୁ ବିବାହ କରିବାକୁ ରାଜି ହେବ ନାହିଁ ଯିଏ ଆଗରୁ ବିବାହ କରିସାରିଛି। ସେ ମୋର ଦ୍ୱିତୀୟ ପତ୍ନୀ ହେବା ପାଇଁ ଆଦୌ ସମ୍ମତ ହେବ ନାହିଁ। ତାର ଏପରି ଉତ୍ତରରେ ରାକ୍ଷସ ବିସ୍ମିତ ହୋଇ ପଡିଲା। ତେବେ ତୁମର ପ୍ରଥମ ପତ୍ନୀ ଅଛନ୍ତି? ସେ ଗଲେ କୁଆଡେ? ତାଙ୍କର କଣ ହେଲା କି? ଏପରି ପ୍ରଶ୍ନ ଦୁଷ୍କାମକୁ ବଡ ଅଡୁଆରେ ପକାଇଲା।
ସେ କୁଣ୍ଠିତ ହୋଇ କହିଲା, ଗ୍ରାମଦେବୀଙ୍କ ନିକଟରେ ତାକୁ ବଳି ପକାଇଦେଲି। ଜଣେ ତାନ୍ତ୍ରିକ କହିଥିଲା ଯେ ଏପରି କଲେ ମୋ ଘରେ ଧନ ବର୍ଷା ହେବ, କିନ୍ତୁ କିଛି ଧନ ବର୍ଷା ହେଲା ନାହିଁ। ଓଲଟି ରାଜାଙ୍କ ସିପାହୀ ମାନେ ଏକଥା ଜାଣିପାରି ମୋ ପିଛା ପଡିଯାଇଛନ୍ତି। ରାକ୍ଷସ କହିଲେ, ମନୁଷ୍ୟକୁ ପୁନର୍ଜନ୍ମ ଦେଇପାରିବାର ଶକ୍ତି ମୋର ଅଛି। ମୁଁ ତୁମ ପତ୍ନୀକୁ ପୁନର୍ଜୀବିତ କରାଇଦେବି। ତୁମର ସବୁ ଅସୁବିଧା ଦୂରେଇ ଯିବ। ଏପରି କରିବି କି? ରାକ୍ଷସ ପରାମର୍ଶ ଦେଲେ। ଦୁଷ୍କାମ ବ୍ୟସ୍ତ ହୋଇ ପଡିଲା। ଯଦି ମୋ ପତ୍ନୀ ଜୀବିତ ହୋଇଯାଏ, ତେବେ ମୁଁ ବିଶାଖାକୁ ବିବାହ କିପରି କରିବି? ରାକ୍ଷସ କହିଲେ, ଆରେ ଦୁଷ୍ଟ, ତୁ ଗୋଟାଏ ମଣିଷ ନୁହଁ। ମୋ ପରି ରାକ୍ଷସ ଠାରୁ ମଧ୍ୟ ତୁ ଅତି ନୀଚ, ଅଧମ, ପାପୀ। ମୁଁ ତତେ ଭଲ ମଣିଷ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରୁଛି। ଦେଖିଲା ବେଳକୁ ଏବେ ବୁଝିପାରୁଛି ଯେ ତତେ ସାହାଯ୍ୟ କରି ମୋର କିଛି ବି ପୁଣ୍ୟ ହେବ ନାହିଁ। এই ପ୍ରକାରର ବ୍ୟକ୍ତିଙ୍କୁ ଏବେ ସେ କହୁଛନ୍ତି, ରାକ୍ଷସ କହୁଛି, ତୋ ଭଳିଆ ବ୍ୟକ୍ତିକୁ ଏଇ ସଂସାରରେ ବଞ୍ଚି ରହିବାର କିଛି ଆବଶ୍ୟକ ନାହିଁ। ଏବେ ତତେ ମୁଁ ଖାଇବି ଏବଂ ମୋର ଭୋକ ମେଣ୍ଟାଇବି। ଏପରି କହି ସେ ଦୁଷ୍କାମକୁ ଗୋଟାପଣେ ଗିଳି ପକାଇଲେ। ଠିକ ତା ପରକ୍ଷଣରେ ଋଷିବର ପ୍ରକଟିତ ହୋଇ ପଡିଲେ ଏବଂ ରାକ୍ଷସକୁ କହିଲେ, ଦୁଷ୍କାମ ପରି ପାପୀଙ୍କୁ ତୁମେ ଭକ୍ଷଣ କରି ବହୁତ ପୁଣ୍ୟ କାମ କରିଛ। ତୁମର ଅଜାଣତରେ ତୁମେ ଏହିଭଳି ଅନେକ ପାପୀ ମାନଙ୍କୁ ଭକ୍ଷଣ କରିଛ। ତା ଫଳରେ ତୁମର ଯୋଉ ପୁଣ୍ୟ ସଞ୍ଚିତ ହୋଇ ରହିଛି, ଆଜି ଯୋଉ କାମ କଲ ତାହା ସବୁଠାରୁ ଉତ୍ତମ ପୁଣ୍ୟ। ଏବେଠାରୁ ତୁମକୁ ରାକ୍ଷସ ଜନ୍ମରୁ ମୁକ୍ତି ମିଳିଗଲା। ଏପରି କହି ଋଷିବର ଅଦୃଶ୍ୟ ହେଇଗଲେ ଏବଂ ସେ ରାକ୍ଷସ ଚେହେରାଟି ଚାଲିଗଲା ଏବଂ ସେ ଏକ ଦିବ୍ୟ ମାନବ ହେଇ ଅନ୍ତର୍ହିତ ହୋଇଗଲା। ଏଇ ଯୋଉ ଗପଟିରେ ଏଇ ଯୋଉ ମଣିଷର ବର୍ଣ୍ଣନା ରହିଲା, ଏଇ ମଣିଷର ଯୋଉ କୃତକାର୍ଯ୍ୟ ଗୁଡିକ ରହିଛି ତାହା ପଶୁ ସଦୃଶ ବା ରାକ୍ଷସ ଠାରୁ ବି ଆହୁରି। ତେଣୁ ଏଇଭଳି ମଣିଷ ଥାନ୍ତି ଏବଂ ମନୁଷ୍ୟ ମାନଙ୍କ ଭିତରେ ବହୁତ ସ୍ତରର ବ୍ୟକ୍ତି ମାନେ ମଧ୍ୟ ଅଛନ୍ତି। ପଶୁ ସଦୃଶ ଅଛନ୍ତି, ରାକ୍ଷସ ସଦୃଶ ଅଛନ୍ତି, ମାନବ ସଦୃଶ ଅଛନ୍ତି, ଦେବ ସଦୃଶ ଅଛନ୍ତି। ତେଣୁ ସେଥିପାଇଁ ତ କୁହାଯାଉଛି ମନୁଷ୍ୟ ହଉଛି ଦେବତା ଓ ରାକ୍ଷସ ଏ ଦୁଇଟା ମଧ୍ୟରେ ଏକ ମଧ୍ୟବର୍ତ୍ତୀ ସ୍ତର। ଯଦି ଆମେ ଚୈତ୍ୟ ସତ୍ତାକୁ ଆବିଷ୍କାର କରି ଚୈତ୍ୟ ସତ୍ତା ଦ୍ଵାରା ଆମ ମନ ପ୍ରାଣ ଶରୀରକୁ ପରିଚାଳିତ କରିପାରିଲେ, ତେବେ ଆମେ ଦେବତାଙ୍କ ଠାରୁ ଆହୁରି ଉଚ୍ଚତର ଚେତନା ପ୍ରାପ୍ତ କରି ପରମ ଚେତନାଙ୍କ ଆଡକୁ ଆମର ଗତି ତୀବ୍ର ହେବ ଏବଂ ଆମେ ସେଠି ପହଞ୍ଚି ପାରିବା। ଯଦି ଅହଂ ସର୍ବସ୍ୱ ହେଇ ସ୍ୱାର୍ଥ ସର୍ବସ୍ୱ ହେଇ ନିଜକୁ ପ୍ରତିଷ୍ଠା କରି ନିଜର ଅହଙ୍କାରକୁ ପ୍ରତିଷ୍ଠିତ କରି ଅହଂର ରାଜତ୍ୱକୁ ଆମେ ସ୍ୱୀକାର କରୁ, ତେବେ ଆମେ ପଥଭ୍ରଷ୍ଟ ହବା, ସତ୍ୟଭ୍ରଷ୍ଟ ହେବା ଏବଂ ବିରୋଧୀ ଶକ୍ତି ଦ୍ଵାରା ଯନ୍ତ୍ର ହେଇ ବା ବିରୋଧୀ ଶକ୍ତିର ଯନ୍ତ୍ର ହୋଇ ଆମେ ସତ୍ୟର ଠିକ ବିପରୀତ ମାନେ ମିଥ୍ୟାର କବଳରେ ପଡି ମିଥ୍ୟାଚାରୀ ଏବଂ ଅସୁର ବା ପଶୁ ବା ସତ୍ୟଭ୍ରଷ୍ଟ, ସେଟା ସବୁଠୁ ଭଲ ଲାଗିବ ଯେ ସତ୍ୟଭ୍ରଷ୍ଟ ହେଇ ଆମେ ରସାତଳଗାମୀ ଆଡକୁ ଯାତ୍ରା କରିବା। ତେଣୁ ଅହଂକୁ ପରିତ୍ୟାଗ କରିବା, ଚୈତ୍ୟସତାକୁ ଆବିଷ୍କାର କରିବା, ଏଇଟା ହିଁ ବର୍ତ୍ତମାନ ପାଇଁ ଆମର ସବୁଠାରୁ ଅପରିହାର୍ଯ୍ୟ ଏବଂ ଅତି ଗୁରୁତ୍ୱପୂର୍ଣ୍ଣ କାମ ହେଇ ରହିବା ଉଚିତ। ଅହଂକୁ ପ୍ରତ୍ୟାଖ୍ୟାନ କରିବା, ପରିତ୍ୟାଗ କରିବା, ଅହଂ ଉପରେ ବିଜୟ ହାସଲ କରିବା, ଚୈତ୍ୟ ସତ୍ତାକୁ ଆବିଷ୍କାର କରିବା। ତାଠୁ ସହଜ ହଉଛି ଚୈତ୍ୟ ସତ୍ତାକୁ ଆବିଷ୍କାର କରିବା ପାଇଁ ସଂକଳ୍ପ କରିବା ଏବଂ ଅହଂ ଯେପରି ପ୍ରତିଷ୍ଠିତ ନ ହବ ସେଥିପାଇଁ ଯୋଉ କାମ କରିବା କଥା ସେଇ କାମ ଆମେ କରିବା। ମା, ଆଜି ଆମେ ଏଇଠି ରଖିବା, ମାଙ୍କୁ ପ୍ରାର୍ଥନା କରିବା, ନାମଦେବ ସହିତ ସାରିବା। Ma, thank you all. Robert.